ଯୀଶୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ, ଯିଏ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ବଞ୍ଚିବ। ଆଜିର ବାକ୍ୟରେ ମୁଁ କହିବାକୁ ଚାହେଁ, ଯୀଶୁ ଏଠାରେ କହୁଅଛନ୍ତି ଯେ ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ଯୀଶୁଙ୍କ ଠାରେ ଜୀବନ ଅଛି। ତେଣୁ ଯେଉଁମାନେ ଯୀଶୁଙ୍କ ଠାରେ, କେବଳ ଯୀଶୁଙ୍କ ଠାରେ ବିଶ୍ୱାସ କରନ୍ତି, ସେମାନେ ମଲା ପରେ ବି ସେମାନଙ୍କର ଜୀବନ ହୋଇଥାଏ। ବା ସେ ଲେଖା ଅଛି ଯେ ସେ ଯଦ୍ୟପି ମରିବ ତଥାପି ସେ ବଞ୍ଚିବ। ତେଣୁ ଯେତେବେଳେ ଅବ୍ରାହମ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କଲେ, ସେତେବେଳେ ସେ ଧାର୍ମିକ ଗଣିତ ହେଲେ। ତେଣୁ ଯଦି ଆମେ ଖୋଲିବା ରୋମିଓ ପୁସ୍ତକ ତାର 4 ଅଧ୍ୟାୟ ଆଉ 3 ପଦରେ ଲେଖା ଅଛି, କାରଣ ଶାସ୍ତ୍ର କ'ଣ କହେ? ଅବ୍ରାହମ ଈଶ୍ୱରଙ୍କ ଠାରେ ବିଶ୍ୱାସ କଲେ ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା। ମୁଁ କହିବାକୁ ଚାହେଁ, ପ୍ରିୟ ବନ୍ଧୁଗଣ, ଆଜିର ଦିନରେ ଆମେ ଏହି ଜଗତରେ ବସବାସ କରୁଥିବା ସମୟରେ ଆମେ ପ୍ରଭୁଙ୍କୁ ସର୍ବପ୍ରଥମେ ପ୍ରାଧାନ୍ୟ ଦେବା ଏବଂ ତାହାଙ୍କଠାରେ ବିଶ୍ୱାସ କଲେ ଆମମାନଙ୍କର ଜୀବନ ଉତ୍ତମ ହେବ, ଆମମାନଙ୍କର ଜୀବନ ମଙ୍ଗଳ ହେବ। ତେଣୁ ମୁଁ ଆଜି ଦିନରେ ଏହା କହିବି, ପ୍ରଭୁଙ୍କ ଠାରେ ସମସ୍ତେ ଆମେ ବିଶ୍ୱାସ